शशिरेखा वर्तमान बयस प्राप्त तार विवाह संपर्करे अंतरंग खेलाई देउछि छतव्रत काहेकि ज्येष्ठ मु स्थिर गरिछि कृष्ण महाराजा महाबली दुर्योधनको पुत्र लक्ष्मण कुमार सह शशिरेखा रहेको शुभ परिणाम किन्तु दुर्योधन जे आमर ज्ञाति हेले भी कुरुकुल स्वार्थपर जानी जानी गोटे शृंखलहीन परिवार संपर्क स्थापन करने पाई इले काहेकि बाधा देउछि ज्येष्ठ कृष्ण यदि पार्थपुत्र अभिमन्यु सहित शशिरेखार परिणाम होता कृष्ण जाग्रत जाग्रत ज्येष्ठ उपहार पाई छी बाबा को देवी का उपहार
ତୁ ଚୋରି କରିଛୁ ତାର ପ୍ରମାଣ ତାର ପ୍ରମାଣ ହେଉଛି ଏଇ ବାଳକ ଥିଲା ମୋର କନ୍ୟା ଶ୍ୱଶୁର ଘରରେ। ମୁଁ କିନ୍ତୁ ଚୋରି କରି ଶିଖି ନାହିଁ କାରଣ ଆମେ ସ୍ୱଭାବୀ। ଅଭିମନ୍ୟୁ ଯାଅ ଦେବତୀ ଶ୍ୱଶୁର ଘର ମୋ ନିକଟକୁ ନେଇ ଆସ। ଡାକିଥିଲେ ବାବା। ମୁଁ ତ ଠାରୁ ବାବା ଯାକ ଶୁଣିବାକୁ ଚାହେଁନି। କହ ରେଖା କାହିଁକି ତୋର ଗଜମୁକ୍ତ ମାଳା ନିକଟରେ ରଖିଦେଇଛି। ତେବେ ଅଭିମନ୍ୟୁ ଗଳାଇ ଥିବା ମାଳାଟି କାହାର? ତୁ ମିଥ୍ୟାକୁ ପ୍ରଶ୍ରୟ ଦେଇ ପାପକୁ ପ୍ରଶ୍ରୟ ଦେ ନା ରେଖା। ସତ ସତ କହ କାହିଁକି ତୋର ଗଜମୁକ୍ତ ମାଳା? ଉତ୍ତର ଦେ ରେଖା। ନିରୁତ୍ତର ରହିଲେ ବଳରାମ ରହିଲେ ମୋର ତୋର କଣ୍ଠ ଦେଶରେ ଗର୍ଜି ଉଠିବ। ଶାନ୍ତ ହୁଅନ୍ତୁ ସ୍ୱାମୀ, ଶାନ୍ତ। বড় শান্তি চাহে না, সে চাহে না ভাগ্নি ভাগ্নের নিবিড় সম্পর্ক, সে চাহে অপমানের প্রতিশোধ। ভাই পবিত্র অভিমানର কি অপরাধ? কেবল অপরাধ নয় স্বর্গপত্র ବାକ୍ୟ ସଂଯୋଗ କର ମାମା। অভিমন্যু ଆପଣଙ୍କର ଧର୍ମ ଭାଇ କରି ମୁଁ ହେଉଛି ପାର୍ଥ ପୁତ୍ର ଅଭିମନ୍ୟୁ। অভিমন্যু ଶୁଣନ୍ତୁ ସ୍ୱାମୀ, ମୋର ଅନୁରୋଧ ରଖନ୍ତୁ। তোমার সাহস বার অনুরোধ ভোর অন্তরে মধ্যে বাধা সৃষ্টি করিপারিবনি রেবতী। ମୁଁ ସୁସ୍ଥ ଜାଣିବାକୁ ଚାହେଁ ଶଶିରେଖାର ଗଜମୁକ୍ତ ମାଳା ବର୍ତ୍ତମାନ କେଉଁଠି? ମୁଁ ଅପରାଧ କରିଛି ବାବା। ମୋର ମୁକ୍ତା ମାଳାଟି କଣ ଅଭିମନ୍ୟୁ ଗଲେ ଲମ୍ବାଇ ଯାଇଛି ନା? ମୁଁ ଯଦି ସ୍ୱୀକାର କରେ ଆଉ ମୁକ୍ତ କଣ୍ଠରେ ତୁମରି ସମ୍ମୁଖରେ ଗର୍ବ କରି କହେ ତୁମ କନ୍ୟା ଶଶିରେଖାର ମାଳା ଗ୍ରହଣ କରିଥିବୁ, ତାହେଲେ ତୁମେ କଣ କରିପାର? ପ୍ରଥମେ ବଳଗିରି ରେଖାକୁ ହତ୍ୟା କଲେ ଦ୍ୱିତୀୟ ପର ମୃତ୍ୟୁଦଣ୍ଡ। ପାର୍ଥ ପୁତ୍ର ଅର୍ଜୁନଙ୍କୁ ସମ୍ମୁଖରେ ତ ହୋଇପାରେ ନା ମାମା। ଆପଣଙ୍କର ଚୟନ ଯେପରି ଶଶିରେଖା ମୋର ବାପଦାଦା। ଅଭିମନ୍ୟୁ କ୍ଷମା କରନ୍ତୁ ବାବା। ଯଦି ମୁଁ ଆପଣଙ୍କୁ ଅପମାନିତ କରିଛି ତାହେଲେ ମତେ ମୃତ୍ୟୁଦଣ୍ଡ ଦିଅନ୍ତୁ। କିନ୍ତୁ ଅଭିମାନୁ ସରଳ ଉଦାସ ତାଙ୍କୁ କ୍ଷମା ପ୍ରଦାନ